ହାପି ରଜ ସମସ୍ତଙ୍କୁ ରଜର ବହୁତ ବହୁତ ଶୁଭେଚ୍ଛା ଏବଂ ଶୁଭକାମନା। ଆଜି ଚାଲନ୍ତୁ ପ୍ରସ୍ତୁତ କରିବା ସିଝା ପିଠା, ଯେଉଁଟାକି ମୁଆଁ ପିଠା। ବହୁତ କମ୍ ଇନଗ୍ରିଡିଏଣ୍ଟରେ ଆମେ ପ୍ରସ୍ତୁତ କରିବା ନରମ ନରମ ସିଝା ପିଠା। ଯଦି ମୋର ଭିଡ଼ିଓଟି ଭଲ ଲାଗିଥାଏ ଲାଇକ୍ ସେୟାର କମେଣ୍ଟ କରିବେ ଏବଂ ନୂଆ ଥିଲେ ମୋର ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିନେବେ। ଯଦି ମୋର ଭିଡ଼ିଓଟି ଭଲ ଲାଗେ ତାହେଲେ ଥରେ ଏହି ପିଠାକୁ ପ୍ରସ୍ତୁତ କରି ଦେଖନ୍ତୁ ଏବଂ କେମିତି ଲାଗିଲା ନିଶ୍ଚୟ କମେଣ୍ଟରେ ଜଣାନ୍ତୁ। ନମସ୍କାର, ଲତାଜ କିଚେନକୁ ଆପଣମାନଙ୍କୁ ପୁଣି ଥରେ ସ୍ୱାଗତ କରୁଛି। ଏଇଠି ସିଝା ପିଠା କରିବା ପାଇଁ ମୁଁ ଏଇଠି 2 ଗିନା ଅରୁଆ ଚାଉଳ ବା ବାସୁମତୀ ଚାଉଳ ଆପଣମାନେ ନେଇପାରିବେ। ମୁଁ ଏଠି ଅରୁଆ ଚାଉଳ ନେଇଛି, ଯେଉଁଟାକି ଇଡଲି ବନେ। ଆଉ ଏଠି 1 ଗିନା ବିରି ଡାଲି ନେଇଛି। ପ୍ରଥମତଃ ତାକୁ ଭଲସେ ପାଣିରେ 3 ଥର ଖଣ୍ଡେ ଧୋଇକି ସଫା କରିକି ପାଣି ଢାଳି ଦେଇଛି। ଏବେ ତାକୁ 4 ରୁ 6 ଘଣ୍ଟା ପର୍ଯ୍ୟନ୍ତ ପାଣିରେ ବତୁରେଇ ଦେବା। ଏବେ ମୋର ଦେଖନ୍ତୁ ବତୁରେଇକି ମୁଁ ପାଣି ସବୁ ବାହାର କରି ନେଇଛି। ଏବେ ଗୋଟେ ମିକ୍ସଚର ଜାର୍ ନେବା, ସେଥିରେ ଆମେ ଚାଉଳ ବିରିକୁ ପାଟି ନେବା। ଏବେ ମୋର ଦେଖନ୍ତୁ ପ୍ରସ୍ତୁତ ହୋଇଯାଇଛି ସିଝା ପିଠା ପାଇଁ ବ୍ୟାଟର। ସେଥିରେ ଆମେ ଲୁଣ ପକେଇକି ତାକୁ ଭଲସେ ଫେଣ୍ଟିକି 2 ଘଣ୍ଟା ପର୍ଯ୍ୟନ୍ତ ରଖିଦେବା। ଏବେ ଦେଖନ୍ତୁ ଏଠି ଗୋଟେ ନଡ଼ିଆକୁ ମୁଁ ଭଲସେ କୋରି ନେଇଛି, ଆଉ କିଛି ନଡ଼ିଆର ଖଣ୍ଡ ଖଣ୍ଡ କରି ରଖିଛି, କିଛି ଅଦା କୋରା ରଖିଛି, ଆଉ ଗୁଜୁରାତି ଗୁଣ୍ଡ ଆଉ ଗୋଲମରିଚ ଗୁଣ୍ଡ। ଏଠି ଆମେ କଢ଼େଇକି ବସେଇକି ଗ୍ୟାସରେ ଗୁଡ଼ ଦେବା। ଯେତିକି ଆପଣମାନେ ନେଇଛନ୍ତି ପୁର, ନଡ଼ିଆ ପୁର, ସେଇ ଅନୁସାରେ ଗୁଡ଼ ବା ଚିନି ଏଠି ନେଇପାରିବେ। ତାପରେ ତାକୁ ଆମେ ଭଲସେ ନଡ଼ିଆକୁ ଏଥିରେ ଭାଜିଦେବା, ଯେଉଁଟାକି ତାର ପାଣି ଅଂଶଟା ମରିଯିବ। ଅଦା ଛେଚା, ଗୋଲମରିଚ ଗୁଣ୍ଡ ଆଉ ଗୁଜୁରାତି ଗୁଣ୍ଡ ଦେଇକି ତାକୁ ଭାଜି ନେବା ନଡ଼ିଆଟିକୁ। ଏବେ ଆମର ପ୍ରସ୍ତୁତ ହୋଇଗଲା ନଡ଼ିଆର ପୁର। ଏବେ ଗୋଟେ ଡିସ୍ ବସେଇକି ସେଥିରେ ପାଣି ଦେବା, ଆଉ ତା ଉପରେ ଗୋଟେ ସଫା ଧଳା କପଡ଼ା ବାନ୍ଧି ନେବା। ତାକୁ ଭଲସେ ସୂତାରେ ଟାଇଟ୍ କରିକି ବାନ୍ଧି ନେବା, ଯେମିତିକି ଖସିବନି। ଏଠି ଗ୍ୟାସକୁ ମିଡ଼ିୟମ୍ ଫ୍ଲେମ୍ରେ ରଖିଛି ମୁଁ। ତାପରେ ଆମେ ଯେଉଁ ବ୍ୟାଟର ପ୍ରସ୍ତୁତ କରିଥିଲେ ତାକୁ ସେଥିରେ ଟିକେ ଖାଇବା ସୋଡ଼ା ବା କୁକିଂ ସୋଡ଼ା ପକେଇକି ତାକୁ ଭଲସେ 2 ମିନିଟ୍ ପର୍ଯ୍ୟନ୍ତ ଭଲସେ ଘାଣ୍ଟି ନେବା, ଯେଉଁଟାକି ପିଠାଟି ବହୁତ ନରମ ଆଉ ସଫ୍ଟ ହେବ। ଏବେ ସେ କପଡ଼ାରେ ଆମେ ଗୋଟେ ପରସ୍ତ ବ୍ୟାଟରକୁ ଦେବା। କପଡ଼ାଟି ଓଦା କରିବା ଦରକାର, ଯାହାଦ୍ୱାରା କି ପିଠାଟି ବାହାରିଯିବ। ଏବେ ସେଥିରେ ଗୋଟେ ଲେୟାରର ଷ୍ଟଫିଂ ବା ପୁର ଦେଇଦେବା। ତାପରେ ତା ଉପରେ ଆଣ ବା ବ୍ୟାଟରକୁ ଭଲସେ ଦେଇକି ପୁରଟିକୁ ଯେମିତି କଭର ହେବ ସେହି ପର୍ଯ୍ୟନ୍ତ ଆମେ ତାକୁ ଦେଇକି ସାଇଜ୍ କରିନେବା। ଏବେ ତାର ଗୋଟେ ଘୋଡ଼ଣୀରେ ଘୋଡ଼େଇ ଦେବା ଆଉ ଗ୍ୟାସକୁ ମିଡ଼ିୟମ୍ ଫ୍ଲେମ୍ରେ ଏଠି 10 ମିନିଟ୍ରେ ମୋର ରଖିଥିଲି ଘୋଡ଼େଇକି, ଗ୍ୟାସକୁ ମିଡ଼ିୟମ୍ ଫ୍ଲେମ୍ରେ ରଖିଥିଲି। ଏବେ ଦେଖନ୍ତୁ ମୋର 10 ମିନିଟ୍ ହୋଇଯାଇଛି। ଏବେ ମୋର ପିଠାଟି ପ୍ରସ୍ତୁତ ହୋଇଯାଇଛି। ଏବେ ଗୋଟେ ଟୁଥପିକ୍ରେ ତାକୁ ଚେକ୍ କରିବା, ଯଦି ତାର ଆଣ ଥିବ, କଞ୍ଚା ଥିବ, ତାହେଲେ ଆଣ ବାହାରିବ, ନା ଶୁଖି ଯଦି ପିଠାଟି ହୋଇଯାଇଥିବ ତାହେଲେ ଷ୍ଟିକ୍ଟି ପୁରା କ୍ଲିନ୍ ଆସିବ। ଏବେ ତାକୁ ଥଣ୍ଡା ହେବା ପାଇଁ ଛାଡ଼ିଦେବା। ଏବେ ବାହାରକୁ ବାହାର କରିକି ତାକୁ ଛୋଟ ଛୋଟ ପିସ୍ କରିକି ସର୍ଭ କରିବା। ଦେଖନ୍ତୁ ମୋର ଏବେ ପ୍ରସ୍ତୁତ ହୋଇଯାଇଛି ସିଝା ପିଠା ବା ମୁଆଁ ପିଠା। ଆକୁ ମଟର ତରକାରୀରେ, ବୁଟ ତରକାରୀରେ, ଯେଉଁଥିରେ ବି ଖାଇବେ ବହୁତ ବଢ଼ିଆ ଲାଗିବ।
କେମିତି ଲାଗିଲା ମୋର ପିଠାଟି, ମୁଆଁ ପିଠା ବା ସିଝା ପିଠାଟି ନିଶ୍ଚିତ କମେଣ୍ଟରେ ଜଣାନ୍ତୁ। ଥ୍ୟାଙ୍କ ୟୁ।